ଜୟ ଜଗନ୍ନାଥ ପିଲାମାନେ। ଆଜିର ମ୍ୟାଟ୍ରିକ୍ ଏକ୍ଜାମରେ ଆସିଥିବା ସାଇନ୍ସର 50 ଅବଜେକ୍ଟିଭ କ୍ୱେଶ୍ଚିନ୍‌କୁ ବର୍ତ୍ତମାନ ଆମେ ଡିସ୍କସ୍ କରିନେବା ଏବଂ ତୁମେମାନେ ମଧ୍ୟ ଚେକ୍ କରିପାରିବ କି ତୁମମାନଙ୍କର 50 କ୍ୱେଶ୍ଚିନ୍‌ରୁ କେତୋଟି କ୍ୱେଶ୍ଚିନ୍‌ର ଆନ୍ସର୍ ସଠିକ୍ ଥିଲା। ତେବେ ୱିଦାଉଟ୍ ଡିଲେ ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା ଏବଂ ତା ପୂର୍ବରୁ କହି ରଖେ କି ଯଦି ତୁମେ ଚ୍ୟାନେଲରେ ନୂଆ ଅଛ ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ସାଙ୍ଗମାନଙ୍କ ସହିତ ଭିଡ଼ିଓଟି ସେୟାର କରିବ। ଏହା ଆମେ ସେଟ୍ ସିର କ୍ୱେଶ୍ଚିନ୍ ଗୁଡ଼ିକୁ ଡିସ୍କସ୍ କରିବା। ଯଦି ବି ତୁମମାନଙ୍କର ସେଟ୍ ଏ, ବି କିମ୍ବା ସେଟ୍ ଡି ଥିବ ତ ବି ତାର ଆନ୍ସର୍ ଗୁଡ଼ିକ ତୁମେ ପାଇପାରିବ। ତେବେ ପ୍ରଥମ କ୍ୱେଶ୍ଚିନ୍ ଦେଖିନେବା। କ'ଣ ରହିଛି? ଗୋଟିଏ କାର୍ବନ ପରମାଣୁ ସହ ଗୋଟିଏ ଆଲକୋହଲ ଗ୍ରୁପ୍ ଏବଂ ଦ୍ୱିବନ୍ଧ କରିଥିବା ଗୋଟିଏ ଅକ୍ସିଜେନ୍ ପରମାଣୁ ଲାଗିଥିବା ସକ୍ରିୟ ଗ୍ରୁପ୍‌ଟି କ'ଣ? ତେବେ ପିଲାମାନେ ୟାର ସଠିକ୍ ଆନ୍ସର୍ ହେବ କ'ଣ ନା କାର୍ବକ୍ସିଲିକ୍ ଏସିଡ୍। ଅପସନ୍ ଏ ରହିବ ୟାର ସଠିକ୍ ଆନ୍ସର୍। ଯେଉଁମାନେ ଅପସନ୍ ଏ ମାରିକି ଆସିଛ ସେମାନଙ୍କର ସଠିକ୍ ଆନ୍ସର୍ ଅଛି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 2। ଚକ୍ଷୁ ଲେନ୍ସର ଫୋକସ୍ ଦୂରତା କମିଗଲେ କି ପ୍ରକାର ଦୃଷ୍ଟି ଦୋଷ ହୋଇଥାଏ? ତ ଏହାର ପିଲା ସଠିକ୍ ଆନ୍ସର୍ ରହିବ ତୁମର ସମୀପ ଦୃଷ୍ଟି, ଅପସନ୍ ବି। କ୍ୱେଶ୍ଚିନ୍ ନମ୍ବର 3 ଦେଖିବା। ଆଧୁନିକ ପର୍ଯ୍ୟାୟ ସାରଣୀର ତୃତୀୟ ପର୍ଯ୍ୟାୟରେ ଥିବା ଉପଧାତୁର ନାମ କ'ଣ? କ୍ୱେଶ୍ଚିନ୍ ନମ୍ବର 3 ଏହାର ସଠିକ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ଡି ସିଲିକନ୍। ତୁମେମାନେ ବହିରେ ଯାଇକି ମଧ୍ୟ ଚେକ୍ କରିପାରିବ। କ୍ୱେଶ୍ଚିନ୍ ନମ୍ବର 4 ବେଞ୍ଜିନ୍ ଅଣୁରେ କେତୋଟି ସହସଂଯୋଜ୍ୟ ବନ୍ଧ ରହିଛି? ତ କ୍ୱେଶ୍ଚିନ୍ ନମ୍ବର 4 ସଠିକ୍ ଆନ୍ସର୍ ହେବ ତୁମମାନଙ୍କର 15ଟି, ଅପସନ୍ ବି ହେବ ସଠିକ୍ ଆନ୍ସର୍। କ୍ୱେଶ୍ଚିନ୍ ନମ୍ବର 5 ଦିଆଯାଇଥିବା ଧାତୁମାନଙ୍କ ଆପେକ୍ଷିକ ପ୍ରତିକ୍ରିୟାଶୀଳତାକୁ ଅଧିକରୁ କମ୍ ଅନୁକ୍ରମରେ ସଜାଇଲେ କେଉଁଟି ଠିକ୍ ହେବ? ତ କ୍ୱେଶ୍ଚିନ୍ ନମ୍ବର 5ର ସଠିକ୍ ଆନ୍ସର୍ ଆସିଯିବ ତୁମମାନଙ୍କର ଅପସନ୍ ସି ଆସିଯିବ। ଯେଉଁମାନଙ୍କର ଅପସନ୍ ସି ଅଛି ତ ଠିକ୍ ଅଛି। କ୍ୱେଶ୍ଚିନ୍ ନମ୍ବର 6 ନିମ୍ନୋକ୍ତ କେଉଁ ମୌଳିକଟି ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ଏକ ଉଚ୍ଚ ଗଳନାଙ୍କ ବିଶିଷ୍ଟ ଯୌଗିକ ପଦାର୍ଥ ସୃଷ୍ଟି କରେ ଓ ତାହା ଜଳରେ ଦ୍ରବଣୀୟ ଅଟେ? ତେବେ ଏହାର ସଠିକ୍ ଆନ୍ସର୍ କ'ଣ ହେବ? ସେ ପଚାରିଛି କି ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି, ତ ରାଇଟ୍ ଆନ୍ସର୍ ହେଇଯିବ ତୁମମାନଙ୍କର ଅପସନ୍ ସି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 7 ଆଲକାଇନ୍ ଶ୍ରେଣୀର ତୃତୀୟ ଯୌଗିକରେ କାର୍ବନ ମଧ୍ୟରେ କେତୋଟି ସହସଂଯୋଜୀ ବନ୍ଧ ରହିଛି? ତେବେ ଏହାର ସଠିକ୍ ଆନ୍ସର୍ ପିଲାମାନେ ଆସିଯିବ ତୁମମାନଙ୍କର ଅପସନ୍ ବି 4। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 8 ଗୋଟିଏ ବିଦ୍ୟୁତ୍ ବଲ୍ବକୁ 220 ଭୋଲ୍ଟ ଏବଂ 200 ୱାଟ୍ ବୋଲି ମୂଲ୍ୟାୟନ କରାଯାଇଛି। ତେବେ କ୍ୱେଶ୍ଚିନ୍ ଦେଇଛି କି 11 ଡେବି ରେ କାମ କରିବା ସମୟରେ ବ୍ୟୟ କରୁଥିବା ପାୱାର କେତେ? କ୍ୱେଶ୍ଚିନ୍ ନମ୍ବର 8ର ସଠିକ୍ ଆନ୍ସର୍ ପିଲାମାନେ ଆସିଯିବ ତୁମମାନଙ୍କର ଅପସନ୍ ଡି 25 ୱାଟ୍। କ୍ୱେଶ୍ଚିନ୍ ନମ୍ବର 9 VA କେଉଁଟିର ଏକକ ଅଟେ? ଏହାର ସଠିକ୍ ଆନ୍ସର୍ ଆସିଯିବ ପିଲାମାନେ ଅପସନ୍ ସି ବିଦ୍ୟୁତ୍ ପାୱାର। ଦେନ୍ ରହିଲା କି କ୍ୱେଶ୍ଚିନ୍ ନମ୍ବର 10 ଗୋଟିଏ ସେକେଣ୍ଡରେ କେତେ ସଂଖ୍ୟକ ଇଲେକ୍ଟ୍ରନ୍ ଗୋଟିଏ ମାଇକ୍ରୋ ଏମ୍ପିୟର ବିଦ୍ୟୁତ୍ ଗଠନ କରିପାରିବ? ତ ସଠିକ୍ ଆନ୍ସର୍ ରହିବ ତୁମମାନଙ୍କର ଅପସନ୍ ଡି 6.25 × 10⁻12। କ୍ୱେଶ୍ଚିନ୍ ନମ୍ବର 11 ଗୋଟିଏ ରାସାୟନିକ ସମୀକରଣରେ ପ୍ରତିକାରକ ଏବଂ ଉତ୍ପାଦର ଭୌତିକ ଅବସ୍ଥା ସୂଚାଇବା ପାଇଁ ବ୍ୟବହୃତ ହେଉଥିବା ସଂକେତନ GLS ଓ AG ଗୁଡ଼ିକ ମଧ୍ୟରୁ ନିମ୍ନୋକ୍ତ ରାସାୟନିକ ସମୀକରଣ ପାଇଁ କେତୋଟି ବ୍ୟବହାର କରାଯାଇପାରିବ? କ୍ୱେଶ୍ଚିନ୍ ନମ୍ବର 11 ତ ପିଲା ଏହାର ସଠିକ୍ ଆନ୍ସର୍ ରହିଯିବ ତୁମମାନଙ୍କର ଅପସନ୍ ସି। ଅପସନ୍ ସି ଯେଉଁମାନେ କ୍ଲିକ୍ କରିକି ଆସିଛ ସଠିକ୍ ଆନ୍ସର୍। ଦେନ୍ ଦେଲା କି କ୍ୱେଶ୍ଚିନ୍ ନମ୍ବର 12 Zn + USO4 ତ ଏଠି ଗୋଟେ ରାସାୟନିକ ସମୀକରଣ ରହିଛି। ତ ଏହାର ସଠିକ୍ ଆନ୍ସର୍ କ'ଣ ହେବ ନା ପିଲେ? ରାଇଟ୍ ଆନ୍ସର୍ ତୁମର ଅପସନ୍ ଡି ହେବ ବିସ୍ଥାପନ, ନା କି ସଂଶ୍ଳେଷଣ, ଦ୍ୱୈତ ବିସ୍ଥାପନ, ବିଘଟନ ହେବ ନାହିଁ। ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ଡି। ଦେନ୍ ରହିଲା କ୍ୱେଶ୍ଚିନ୍ ନମ୍ବର 13 ଚାଳିଶା ରୋଗରେ ପୀଡ଼ିତ ବ୍ୟକ୍ତି କେଉଁ ଲେନ୍ସ ଯୁକ୍ତ ଚଷମା ବ୍ୟବହାର କରିବା ଉଚିତ? ତୁମେ ବହିରେ ଯାଇକି ମଧ୍ୟ ଚେକ୍ କରିପାରିବ। ଏହାର ସଠିକ୍ ଆନ୍ସର୍ ହେବ ତୁମମାନଙ୍କର ଅପସନ୍ ଏ ଉତ୍ତଳ ଲେନ୍ସ। ଦେନ୍ ରହିଲା କ୍ୱେଶ୍ଚିନ୍ ନମ୍ବର 14 ଆଭାସୀ ଓ କ୍ଷୁଦ୍ର ପ୍ରତିବିମ୍ବ ନିମ୍ନସ୍ଥ କେଉଁ ଦୁଇଟିରେ ଗଠିତ ହୁଏ? ତ ଏହାର ସଠିକ୍ ଆନ୍ସର୍ ହେବ ତୁମମାନଙ୍କର ଅପସନ୍ ଏ ହେବ ଉତ୍ତଳ ଦର୍ପଣ ଓ ଅବତଳ ଲେନ୍ସ। ତ ପିଲାମାନେ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ସାଙ୍ଗମାନଙ୍କ ସହିତ ଭିଡ଼ିଓଟି ସେୟାର କରିବ। କ୍ୱେଶ୍ଚିନ୍ ନମ୍ବର 15 ଆଲୋକର କେଉଁପରି ଘଟଣା ଯୋଗୁଁ ନିର୍ମଳ ଆକାଶରେ ରଙ୍ଗ ନୀଳ ଦେଖାଯାଏ? ତ ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ଡି ବିଚ୍ଛୁରଣ। ତ ଯେଉଁମାନେ ଅପସନ୍ ଡି ମାରିକି ଆସିଛ ସେମାନଙ୍କର 1 ମାର୍କ। ଦେନ୍ ରହିଲା କ୍ୱେଶ୍ଚିନ୍ ନମ୍ବର 16 ନିମ୍ନଲିଖିତ କେଉଁ ଉକ୍ତିଟି କନିନିକା ପାଇଁ ପ୍ରଯୁଜ୍ୟ?
क्वेश्चन नंबर 16 यार सठिक आंसर रहइबो तमानकर ऑप्शन सी एक स्वच्छ पटल पछरे थिबा कला मांसाळ वस्तु। देन देखिबा क्वेश्चन नंबर 17 निम्नोक्त लवण मानक मध्यरु केउथिरे स्फटिक जल अणु संख्या सर्वाधिक। क्वेश्चन नंबर 17 यार सठिक आंसर रहइबो पिला माने ऑप्शन बी धोइबा सोडा। जदि भी तुम मानकु कोनोसी क्वेश्चन आंसर डाउट रहउची तेबे निश्चिंत कमेंट सेक्शन रे लेखिकी जणाइबो। क्वेश्चन नंबर 18 मेंडलीफ पर्याय सारणी रे ग्रुप आईवीए रे थिबा मौलिक गुड़िक आधुनिक पर्याय सारणी रे केउ ग्रुप रे अछंती। यार सठिक आंसर आसीजिवो ऑप्शन सी 14। क्वेश्चन नंबर 20 केउ सक्रिय ग्रुप रे कार्बन परमाणु नथाए तो नथाए पचारे सेठी तो देखिए यार राइट आंसर हो तुमମାନଙ୍କର अल्कोहल। एक वैद्युतिक मोटर को अधिक शक्तिशाली करने ପାଇଁ କେଉଁଟି ଠିକ୍ ନୁହେଁ ତ ନୁହେଁ ପଚାରିଛି। ଏହାର ସଠିକ୍ ଆନ୍ସର କ'ଣ ହବ? ଅପସନ୍ ବି ହେଇଯିବ ବିଖଣ୍ଡିତ ବଳୟ ପରିବର୍ତ୍ତେ ସ୍କିପ୍ ବଳୟ ନେବା ଆବଶ୍ୟକ। ଦେନ୍ ହେଲା କ୍ୱେଶ୍ଚିନ୍ ନମ୍ବର 21 ନିମ୍ନରେ ପ୍ରଦତ୍ତ ଏଲୟ ମାନଙ୍କ ମଧ୍ୟରୁ କେଉଁଟି ସିସାର ଏକ ଏଲୟ ଅଟେ? ତ କ୍ୱେଶ୍ଚିନ୍ ନମ୍ବର 21 ର ସଠିକ୍ ଆନ୍ସର ହବ ପିଲାମାନେ ଅପସନ୍ ବି ସୋଲ୍ଟର। क्वेश्चन नंबर 22 एक धातव तारर प्रस्थच्छेदर क्षेत्रफल 4 × 10⁻⁻8 वर्गमीटर एवं विशिष्ट प्रतिरे प्रतिरोध जोड़ा कि रहला तुमर 10 × 10⁻⁸। तो यार प्ले सठिक आंसर हो क्वेश्चन नंबर 22 रो ऑप्शन सी हबो 10 मीटर। देन देखिए क्वेश्चन नंबर 23 यार सठिक आंसर पिला माने आसीबो ऑप्शन डी। जो माने ऑप्शन डी क्लिक करके आछो सेमानकर सठिक आंसर। क्वेश्चन नंबर 24 निम्नलिखित मध्यरु केउंटी एक अल्काली अटे? तो यार सठिक आंसर कोन हबो? क्वेश्चन नंबर 24 ऑप्शन ए हबो। क्वेश्चन नंबर 25 यार राइट आंसर आसीजो तुमनकर ऑप्शन डी हे जिवो। देन रहला क्वेश्चन नंबर 26 ग्रासनळीर कांथरे थिबा मांसपेशीर संकोचन और प्रसारण को कोन कहंती? तर सठिक आंसर रहइबो ऑप्शन सी पुरः सरण। इलेक्ट्रॉन परिवहन संस्था माइटोकॉन्ड्रिया रे केउठारे रहिताए? इलेक्ट्रॉन परिवहन संस्था माइटोकॉन्ड्रिया रो केउठारे रहिताए? तो राइट आंसर आसो पिला माने अंतः झिल्ली ऑप्शन सी हबो सठिक आंसर। क्वेश्चन नंबर 28 डिंबाशयरु निर्गत होवा परे प्रत्येक परिपक्व डिंबाणु रे कोन रहिताए? क्वेश्चन नंबर 28 राइट आंसर आसीबो तुमनकर दुईटी एक्स गुणसूत्र ऑप्शन सी रहिबो। ऑप्शन सी हबो सठिक आंसर पिला माने। क्वेश्चन नंबर 29 जिया और जोक परी प्राणी मानक रेचन अंगर नाम कोन? क्वेश्चन नंबर 29 यार सठिक आंसर आसीबो नेफ्रिडिया। तो माने बही रे मध्ये जाईकी चेक करि परिबो। देन हला क्वेश्चन नंबर 30 लेडी कोषरु केउ हार्मोन क्षरित हुए? यार सठिक आंसर आसीबो टेस्टोस्टेरोन। देन हला क्वेश्चन नंबर 31 इंदिरा गांधी केनाल योजना केउ राज्य रे कार्यकारी होईछि? क्वेश्चन नंबर 31 यार सठिक आंसर आसीबो ऑप्शन डी राजस्थान रे। क्वेश्चन नंबर 32 एड्स भाइरस निम्नलिखित केउ प्रकार भाइरस ग्रुप रो अंतर्भुक्त? यार सठिक आंसर आसीबो ऑप्शन बी आसीबो रेट्रो भाइरस। देन देखिए क्वेश्चन नंबर 33 केउटी कोविड-19 निर्णयर सर्वोत्तम उपाय? तुम माने समस्त जानी थिबो। यार सठिक आंसर हो कोन ना ऑप्शन बी आरटीपीसीआर। देन होला क्वेश्चन नंबर 34 पारांतरण प्रक्रिया अर्ध विभाजनर केउ उपावस्था रे होई थाए? क्वेश्चन नंबर 34 यार सठिक आंसर आसीबो ऑप्शन डी डिप्लोटिन। उपार्जित लक्षणर उत्तराधिकरण तत्व किए उपस्थापन करथिले? क्वेश्चन नंबर 35 यार सठिक आंसर आसीबो तुमनकर ऑप्शन डी जिया ब्याप्तिस्ते लामार्क। क्वेश्चन नंबर 35 प्ले कमेंट सेक्शन रे लेखिक जणाइबो यार सठिक आंसर कोन हबो? क्वेश्चन नंबर 35 रो लागिला कि ऑप्शन डी यार सठिक आंसर। देन देखिबा क्वेश्चन नंबर 36 मनुष्यर केउ प्रकार कोषर न्यष्टि न थाए? तो यार सठिक आंसर आसीजो तुमनकर ऑप्शन ए लोहित रक्तकोष। भारत में सबुठारु अधिक परिमाण में व्यवहृत होउथबा नवीकरण अयोग्य शक्तिर उत्स कौन? तो नवीकरण अयोग्य पचारिछि तेणु तार सठिक आंसर आसीजो ऑप्शन
ସି ପେଟ୍ରୋଲିୟମ। क्वेश्चन नंबर 38 ଭାରତରେ ଉତ୍ପାଦିତ ହେଉଥିବା ପୃଥିବୀର ସର୍ବପ୍ରଥମ ଡିଏନଏ ଆଧାରିତ କୋଭିଡ ଟିକା କ'ଣ? क्वेश्चन नंबर 38 यार सଠିक आंसर ହେଇଯିବ ତମମାନଙ୍କର ଅପସନ ବି ହେଇଯିବ କୋଭାକ୍ସିନ୍। ଦେନ୍ ରହିଲା क्वेश्चन नंबर 39 ଶରୀରର ଶ୍ୱାସ କେନ୍ଦ୍ର, ହୃଦ କେନ୍ଦ୍ର ଓ ପାକନଳୀର ଚଳନ କାର୍ଯ୍ୟକୁ କିଏ ନିୟନ୍ତ୍ରଣ କରିଥାଏ? यार सଠିक आंसर ହେବ ଅପସନ बी। ଦେନ୍ ଦେଖିବା क्वेश्चन नंबर 40 ମେଣ୍ଡେଲଙ୍କ ଏକ ସଂକରଣ ପରୀକ୍ଷଣରେ ପ୍ରକାଶିତ ହେଉଥିବା ଜିନୋଟାଇପିକ୍ ଅନୁପାତ କେତେ? ତ ଏହାର ସଠିକ ଆନ୍ସର ରହିବ 1:2:1 ଅପସନ ସି ହେବ ସଠିକ ଆନ୍ସର। ଦେନ୍ ରହିଲା क्वेश्चन नंबर 41 ନିମ୍ନଲିଖିତ କେଉଁଟି ସିଧାସଳଖ ଭାବେ ଉତ୍ସେଚନକୁ ପ୍ରଭାବିତ କରିପାରେ ନାହିଁ? 41 ର ସଠିକ ଆନ୍ସର ତମମାନଙ୍କର ହେଇଯିବ ଅପସନ ଡି ପତ୍ରରେ ଥିବା ପତ୍ରହରିତ। क्वेश्चन नंबर 42 କମଣ୍ଡଳୁ ଗଛ କେଉଁ ଜାତିର? କମେଣ୍ଟ ସେକ୍ସନରେ ପିଲେ এই क्वेश्चन କୁ ର ଆନ୍ସର କ'ଣ ହବ ନିଶ୍ଚିନ୍ତ କମେଣ୍ଟ ସେକ୍ସନରେ ଦେବ। ତ ଯଦି ଦେଖିବା ୟା ରାଇଟ୍ ଆନ୍ସର ଲାଗିଲା କି ଅପସନ ବି ଲୁପ୍ତପ୍ରାୟ ଜାତି। क्वेश्चन नंबर 43 ନିମ୍ନଲିଖିତ କେଉଁ ହରମୋନଟି ଏଡିନୋ ହାଇପୋଥାଇସିସରୁ କ୍ଷରିତ ହୋଇନଥାଏ? ତ 43 ର ସଠିକ ଆନ୍ସର ରହିବ ଅପସନ ବି ଫଲିକଲ ଷ୍ଟିମୁଲେଟିଂ ହରମୋନ। ଆମୋନିଆକୁ ନାଇଟ୍ରାଇଟ୍ ଓ ପରେ ନାଇଟ୍ରେଟରେ ପରିଣତ କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? क्वेश्चन नंबर 44 यार सঠিक आंसर ରହିବ ଅପସନ ଡି ନାଇଟ୍ରିଫିକେସନ। ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ କେଉଁ ଖାଦ୍ୟ ଉପାଦାନର ପ୍ରମୁଖ ଭୂମିକା ରହିଛି? क्वेश्चन नंबर 45 यार सଠିक आंसर ରହିବ ଅପସନ ଡି ଧାତୁ ସାର। क्वेश्चन नंबर 46 ନିମ୍ନଲିଖିତ କେଉଁଟି ଏକ ଉତ୍ପାଦକ ନୁହେଁ? ତ ସଠିକ ଆନ୍ସର କ'ଣ ରହିବ? ଅପସନ ବି ରହିବ ଆଗାରିକସ୍। क्वेश्चन नंबर 47 ଉଦ୍ଭିଦର ସମାୟନ ପ୍ରକ୍ରିୟାରେ ପରାଗନଳୀଟି ସାଧାରଣତଃ କେଉଁ ବାଟ ଦେଇ ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କରେ? 47 ର ସଠିକ ଆନ୍ସର ପିଲାମାନେ ହେଇଯିବ ତମର ବିଜୟରନ୍ଧ୍ର ଅପସନ ଏ ରହିବ ସଠିକ ଆନ୍ସର। 48 ମାନବର ବିବର୍ତ୍ତନ ସମ୍ବନ୍ଧୀୟ ଗ୍ରହଣୀୟ ତତ୍ତ୍ୱ କ୍ରମାନୁଯାୟୀ ଆରମ୍ଭରୁ ଏପର୍ଯ୍ୟନ୍ତ ହେଲା। ତ 48 ର ସଠିକ ଆନ୍ସର ରହିଯିବ ତମମାନଙ୍କର ମଧ୍ୟ ଅପସନ ଏ। ଦେନ୍ ରହିଲା क्वेश्चन नंबर 49 ନିମ୍ନଲିଖିତ କେଉଁ ଜାତୀୟ ପ୍ରାଣୀ ବିସରଣ ପ୍ରକ୍ରିୟାରେ ଶ୍ୱାସକ୍ରିୟା ସମ୍ପାଦନ କରନ୍ତି? ତ क्वेश्चन नंबर 49 ର ସଠିକ ଆନ୍ସର ହେଇଯିବ ତମମାନଙ୍କର ଅପସନ ଏ ରହିବ ହାଇଡ୍ରା। ଦେନ୍ ରହିଲା क्वेश्चन नंबर 50 ଯାହାକି ଶେଷ ପ୍ରଶ୍ନ ରହିବ କେଉଁ ବର୍ଜ୍ୟବସ୍ତୁଟି ପରିପକ୍ୱ ଜାଇଲେମରେ ସଂଗୃହୀତ ହୋଇଥାଏ? ତ क्वेश्चन नंबर 50 ର ସଠିକ ଆନ୍ସର ପିଲାମାନେ ହେଇଯିବ ତମମାନଙ୍କର ଅପସନ ଏ ଯାହାକି ରେଜିନ୍। ତ ଯଦି ବି କୌଣସି କ୍वेଶ୍ଚିନ୍ର ଆନ୍ସର ତୁମକୁ ଡାଉଟ୍ ଲାଗିଲା ତେବେ ନିଶ୍ଚିନ୍ତ କମେଣ୍ଟ ସେକ୍ସନରେ ଲେଖିକି ଜଣାଇବ। ଥ୍ୟାଙ୍କ ୟୁ ଫର୍ ୱାଚିଂ।